ଏମଏଲଏ ମାୟାକୁ କହିବେ, ମୁଁ ତ ଆପଣଙ୍କ ଘରର ଉନ୍ନତି କଥା ଚିନ୍ତା କରୁଥିଲି। ଆପଣଙ୍କ ହଜବେଣ୍ଡ ଆନନ୍ଦ ବାବୁ ଆଉ ଆପଣଙ୍କ ପୁଅ ଆଦର୍ଶ ଦି ଜଣଙ୍କୁ ଏକା ସାଙ୍ଗରେ ବସେଇ ମୁଁ କଥାବାର୍ତ୍ତା ହେଇସାରିଛି। ଅଫର ନେଇକି ମୁଁ ଆପଣଙ୍କ ଘରକୁ ଯାଇଥିଲି ମ୍ୟାଡାମ। ସେମାନେ କିନ୍ତୁ ମନା କରିଦେଲେ। ବୋଧହୁଏ ସେ ସମୟରେ ଆପଣ ଘରେ ନଥିଲେ। ଯଦି ଆପଣ ଘରେ ଥାନ୍ତେ ତାହେଲେ ପ୍ରପୋଜାଲକୁ କେବେ ବି ମନା କରିନଥାନ୍ତେ। ଆପଣ ଆପଣଙ୍କ ପୁଅଙ୍କୁ ବୁଝାନ୍ତୁ ମ୍ୟାଡାମ। ସିଏ ମୋ କଥାରେ ରାଜି ହେଇ ମୋ ଫ୍ୟାମିଲିକୁ ତାର ବିଜନେସ୍ ପାର୍ଟନର କରେଇ ଦଉ। ପ୍ରୋଜେକ୍ଟ ପରେ ପ୍ରୋଜେକ୍ଟ, ଟେଣ୍ଡର ପରେ ଟେଣ୍ଡର ଗଦା କରି ନେବି। ମହାପାତ୍ର ଫ୍ୟାମିଲି ମାଲେମାଲ ହେଇଯିବ। ମାଲେମାଲ। ପୁଣି କହିବେ, ଯଦି ତା ନ କରୁଛନ୍ତି ମୋର କିଛି କହିବାର ନାହିଁ। ଖାଲି ମୋ ପାର୍ଟି ଫଣ୍ଡକୁ କିଛି ଡୋନେସନ ଫୋପାଡ଼ି ଦିଅନ୍ତୁ। ବାସ୍। ଆଉ ତାପରେ ଦେଖିବେ ଆପଣଙ୍କ ଫ୍ୟାମିଲି ଆଉ ଆମ ଫ୍ୟାମିଲି ଭିତରେ ଗୋଟେ ଭଲ ରିଲେସନ ସୃଷ୍ଟି ହେଇଯିବ। ଆଉ କୌଣସି ମତାନ୍ତର ରହିବ ନାହିଁ। ତାପରେ ମାଏ କହିବେ, ମହାପାତ୍ର ଖାନଦାନ ଆରମ୍ଭରୁ ନିଜ ଗୋଡ଼ରେ ଠିଆ ହେଇଛି ଆଉ ଶେଷ ପର୍ଯ୍ୟନ୍ତ ନିଜ ଗୋଡ଼ରେ ହିଁ ବାଟ ଚାଲିବ। ଉଇ ନେଭର ଏଲାଉ ପାର୍ଟନରସିପ୍। ମୁଁ କେବଳ ଆପଣଙ୍କୁ ଗୋଟେ କଥା କହିବାକୁ ଆସିଛି। ମୋ ପୁଅ ଆଦର୍ଶ ମହାପାତ୍ର କେବଳ ଗୋଟେ ନାଁ ନୁହେଁ, ଗୋଟେ ବ୍ରାଣ୍ଡ ସିଏ। ତେଣୁ ତା ଉପରକୁ ଆଙ୍ଗୁଠି ଉଠେଇବାକୁ ଚେଷ୍ଟା କରନି। ଆଦର୍ଶ ମହାପାତ୍ର ଉପରକୁ ଆଙ୍ଗୁଠି ଉଠେଇବାକୁ ଚେଷ୍ଟା କରୁଥିବା ଲୋକଙ୍କର ଜିନା ହାରାମ କରିଦିଏ ମୁଁ। ଜିନା ହାରାମ। ତାପରେ ଏମଏଲଏ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ମାୟା ସେଠାରୁ ଚାଲିଯିବେ। ତାପରେ ଏମଏଲଏ ହସିବେ ଆଉ କହିବେ, ଜିନା ହାରାମ ତ ଏବେ ହେବ। ମହାପାତ୍ର ଖାନଦାନର ମାୟା ମେମସାବ ଭୈରବ ଭରଦ୍ୱାଜ ଏତେ ସହଜରେ ପଛକୁ ଫେରିବା ଜନ୍ତୁ ନୁହେଁ। ତାପରେ ହେମକୁ ଡାକିବେ ଆଉ କହିବେ, ଆଦର୍ଶ ମହାପାତ୍ରର ପ୍ରତିଟି ମୁଭମେଣ୍ଟ ମୋ ପାଖରେ ପହଞ୍ଚୁଥିବା ଦରକାର। ଯାଅ। ତାପରେ ହେମୁ ସେଠାରୁ ଚାଲିଯିବେ। ପୁଣି ଏମଏଲଏ କହିବେ, ଆଉ ମୁଁ ବି ଦେଖିବି ମାୟା ମ୍ୟାଡାମ। ମହାପାତ୍ର ଫ୍ୟାମିଲି ଆଉ ଭରଦ୍ୱାଜ ଫ୍ୟାମିଲି ଭିତରେ ଯୋଉ ଲଢ଼େଇ ଚାଲିଛି ସେ ଲଢ଼େଇରେ ଜିତୁଛି କିଏ ମୁଁ ଦେଖିବି। ଆଉ ଏପଟେ ଆଦର୍ଶ ଆଉ ପଲ୍ଲବୀ ଗୋଟେ ପାର୍କରେ ବସିଥିବେ। ଆଉ ପଲ୍ଲବୀ କହିବେ, କଥା କ'ଣ? ତମେ ମତେ ଆଜି ଅଫିସରୁ ପିକଅପ୍ କରିକି ଏଠିକି ନେଇ ଆସିଲ। ଏମିତିରେ ତ ଆମେ ସବୁଦିନ ଘରେ କଥା ହଉଥିଲେ। ତାପରେ ଆଦର୍ଶ କହିବେ, ହଁ, କିନ୍ତୁ ପ୍ରତିଦିନ ଘରେ ଯୋଉଭଳି ନୂଆ ନୂଆ ପ୍ରଶ୍ନ ଲାଗି ରହିଛି ସେଠି ଶାନ୍ତି କାହିଁ ପଲ୍ଲବୀ? ସେଠି ମୁଁ ପୂରାପୂରି ଅଣନିଶ୍ୱାସୀ ହେଇଯାଉଛି। କ'ଣ କଲେ ଘରେ ତମ କଷ୍ଟ କମ୍ କରିପାରିବି ସେଇଟା ମୁଁ ନିଜେ ବି ଚିନ୍ତା କରିପାରୁନି ପଲ୍ଲବୀ। ତାପରେ ପଲ୍ଲବୀ କହିବେ, କିଛି ଚିନ୍ତା କରିବା କିଛି ଦରକାର ନାହିଁ ଆଦର୍ଶ। ତମେ ସବୁବେଳେ ମୋ ପାଖେ ପାଖେ ରୁହ। ମୁଁ ଖୁସିରେ ରହିବି। ତାପରେ ଆଦର୍ଶ କହିବେ, କିନ୍ତୁ ତମ ଭିତରେ ଲୁଚି ରହିଥିବା କଷ୍ଟକୁ ତମେ କେବେ ବି ମୋ ସହିତ ସେୟାର କରୁନା ପଲ୍ଲବୀ। ଏବେ ବି ତମେ ତମ ଭିତରେ ଅନେକ କଥା ଲୁଚେଇ ରଖିଛ ପଲ୍ଲବୀ। ଯୋଉଠି ଆମ ଭିତରେ ପ୍ରମିସ୍ ହେଇଥିଲା କି ଆମେ ଦି ଜଣ ଆମ ଭିତରେ କିଛି ବି କଥା ଲୁଚେଇ ରଖିବାନି। ତାପରେ ପଲ୍ଲବୀ କହିବେ, ମୁଁ ତମକୁ କ'ଣ ଲୁଚେଇଲି? ତାପରେ ପୁଣି ଆଦର୍ଶ କହିବେ, ଲୁଚେଇ ରଖିଛ ପଲ୍ଲବୀ। ସେ ଲୋକ ତମକୁ ବାରମ୍ବାର ହଇରାଣ କରୁଛି, ତମ ପିଛା କରୁଛି ପଲ୍ଲବୀ। କିନ୍ତୁ ଏ କଥା ତମେ ଆଜି ପର୍ଯ୍ୟନ୍ତ ମତେ କହିଲନି କାହିଁକି? ତାପରେ ପଲ୍ଲବୀ କହିବେ, ଆଦର୍ଶ, ସେ ଲୋକ କାହିଁକି ମୋର ପିଛା କରୁଛି ମୁଁ ନିଜେ ବି ଜାଣିନି। ତାପରେ ଆଦର୍ଶ କହିବେ, ମୁଁ କିନ୍ତୁ ଜାଣିଛି। କାଲି ରାତିରେ ତମେ ନିଦରେ ଶୋଇଥିଲ। ସେ ଲୋକର ମେସେଜ ତମ ମୋବାଇଲକୁ ଆସିଥିଲା। ସେ ଲୋକ ତମ ସହ ଦେଖା କରିବାକୁ ଚାହୁଁଥିଲା। କିନ୍ତୁ ତମ ଜାଗାରେ ମୁଁ ଯାଇଥିଲି ତାଙ୍କୁ ଦେଖା କରିବାକୁ। ତାପରେ ପଲ୍ଲବୀ ରାଗିକି କହିବେ, ତମେ ସେଠିକି କାହିଁକି ଯାଇଥିଲ? ସେ ଲୋକ ମୋ ସହିତ ଦେଖା କରିବାକୁ ଚାହୁଁଥିଲା ମାନେ ସେଠିକି ମୁଁ ଯାଇଥାନ୍ତି। ଖାସ୍ ତମରି ଯୋଗୁଁ ସେ ଲୋକ ମୋ ବାପାଙ୍କ ବିଷୟରେ ଯାହା ସବୁ ରହସ୍ୟ ଜାଣିଥିଲା ସେ ସବୁ କଥା ମୁଁ ଆଉ ଜାଣିପାରିବିନି। ଏବେ ମୁଁ ତା ସହିତ କେମିତି କଣ୍ଟାକ୍ଟ କରିବି କୁହ? ତମେ ସବୁ କିଛି ବର୍ବାଦ କରିଦେଲ ଆଦର୍ଶ। ତ ଦର୍ଶକ ବନ୍ଧୁ, ଏବେ କ'ଣ ପଲ୍ଲବୀ ତାଙ୍କ ବାପାଙ୍କ ରହସ୍ୟ ଜାଣିପାରିବେ କି? ଆମକୁ କମେଣ୍ଟ ମାଧ୍ୟମରେ ୟେସ୍ ଅର୍ ନୋ ଲେଖି ଜଣାନ୍ତୁ।